जय जगन्नाथ समस्त को मोर हार्दिक अभिनंदन। समस्ते रवींद्र एजुकेशन सहित जड़ित रुहतु। आज आम गोटे इंग्लीश एसे पकेबा क्लास 6, 7, 8, 9, 10 पिला इंग्लीश एसे हूँ एसे अबाउट योर फैमिली और योर फैमिली पढ़े तो माई फैमिली लिखे तो माई फैमिली लिखी सेंटेंस 15 सेंटेंस से आरंभ करवा। My family is very big. There are 10 members in it. My grandfather is the head of the family. His name is Mr. Harubandhu Kundu. He is a retired school teacher. My mother's name is Mrs. Shobhamani Kundu. My mother's name is Sanjulata Kundu. She is a religious lady. My father's name is Mr. Rabindranath Kundu. He is also a teacher. My uncle's name is Surendra Kundu. He is a businessman. My aunt's name is Mrs. Santilata Kundu. She is a housewife. I have 3 sisters. They are elder to me. We all live together. We share our joys and sorrows. We solve our problems together. We celebrate all the festivals together. Our elders guide us. We respect them. I am proud of my family. এই সেন্টেন্স গুলা লেখা ହେଇଛି। ତୁମେ ସବୁବେଳେ ଏଇକୁ ଦେଖି ନିଜର ଭାବିକି ଯାହା ଚେଞ୍ଜେସ୍ କରିବ, ଫାଦର୍ସ ନେମ୍, ଗ୍ରାଣ୍ଡ ଫାଦର୍ସ ନେମ୍, ମଦର୍ସ ନେମ୍, ଏମିତି ସବୁ ଲେଖିବ। ନେମ୍ ଅଫ ଦ all the members of the family। ଦେଖ, ମାଇ ଫ୍ୟାମିଲି ଇଜ ଭେରି ବିଗ୍। ମୋ ପରିବାରଟି ବହୁତ ବଡ଼। ଦେୟାର ଆର୍ 10 members in it। ତମେ ତମ ମେମ୍ବର କରିକି ଲେଖିପାରିବ। ଦେୟାର ଆର୍ 10 members in it। ଏଥିରେ ମୋ ପରିବାରରେ 10 ଜଣ ସଦସ୍ୟ ଅଛନ୍ତି। ମାଇ ଗ୍ରାଣ୍ଡଫାଦର୍ସ ଇଜ ଦ ହେଡ୍ ଅଫ ଦ ଫ୍ୟାମିଲି। ମୋ ଜେଜେବାପା ହେଉଛନ୍ତି ପରିବାରର ମୁଖ୍ୟ, ହେଡ୍। ହିଜ୍ ନେମ୍ ଇଜ ମିଷ୍ଟର ହାଡୁବନ୍ଧୁ କୁଣ୍ଡୁ। ତାଙ୍କ ନାଁ ହେଉଛନ୍ତି ଶ୍ରୀଯୁକ୍ତ ହାଡୁବନ୍ଧୁ କୁଣ୍ଡୁ। ଏଇ ଯୋଉ ନାଁ ତଳେ ଜାଣି ଦିଆଯାଇଛି, ସେ ନାଁଟା ତମେ ତୁମ ଜେଜେବାପା ନାଁ ଲେଖିପାରିବ। ହି ଇଜ ଏ ରିଟାୟାର୍ଡ ସ୍କୁଲ ଟିଚର। ସେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଅଟନ୍ତି। ତମେ ଲେଖିବ ହି ଇଜ ଏ ବିଜନେସ ମ୍ୟାନ, ହି ଇଜ ଏ ବ୍ୟାଙ୍କ ମ୍ୟାନେଜର। ଏଠି ଯାହା ଗୋଟେ ଲେଖିବ। ଆମର ଲେଖିଲେ ନମ୍ବର ମିଳିବ। କଣ ତଥ୍ୟ ତମ ବାପା ଟିଚର ହେଇଛନ୍ତି ଆଉ ଫାର୍ମର ହେଇଛନ୍ତି ସେଗୁଡା କିଏ ଦେଖୁନାହାନ୍ତି। ସେ ବିଷୟରେ ଟିକେ ଲେଖିବା। ଆମେ ଗୋଟେ ବାକ୍ୟ ଲେଖିଲେ ନମ୍ବର ପାଇବା। ହି ଇଜ ଏ ରିଟାୟାର୍ଡ ସ୍କୁଲ ଟିଚର। ମାଇ ଗ୍ରାଣ୍ଡ ମଦର୍ସ ନେମ୍ ଇଜ ମିସେସ୍ ଶୋଭାମଣି କୁଣ୍ଡୁ। ତେଣୁ ଗ୍ରାଣ୍ଡ ମଦର୍ସ ନାଁ ଲେଖିବ। ମାଇ ମଦର୍ସ ନେମ୍ ଇଜ ସଞ୍ଜୁଲତା କୁଣ୍ଡୁ। ମଦର୍ସ ନାଁ ଲେଖିବ। ସି ଇଜ ଏ ରିଲିଜିୟସ୍ ଲେଡି। ସେ ହେଉଛି ଧାର୍ମିକ ଲୋକ। ମାନେ ସାଧାରଣତଃ ସ୍ତ୍ରୀ ଲୋକମାନେ ପୂଜାପୂଜି କାମ କରନ୍ତି, ତେଣୁ ସେମାନେ ରିଲିଜିୟସ୍, ଧାର୍ମିକ ମହିଳା। ମାଇ ଫାଦର୍ସ ନେମ୍ ଇଜ ମିଷ୍ଟର ରବୀନ୍ଦ୍ରନାଥ କୁଣ୍ଡୁ। ବାପାଙ୍କ ନାଁ ତମେ ଲେଖିବ, ମିଷ୍ଟର ଲେଖିକି। ହି ଇଜ ଅଲସୋ ଏ ଟିଚର। ସେ ମଧ୍ୟ ଜଣେ ଶିକ୍ଷକ। ଲେଖିପାରିବ, କିଛି ଅସୁବିଧା ନାହିଁ। ହି ଇଜ ଅଲସୋ ଏ ଟିଚର ଲେଖିଲେ ଆମର 15ଟା ସେଣ୍ଟେନ୍ସ ଶିଖିବାକୁ କହିଛି। ଏଇଭଳିଆ ଲେଖିବ। ମାଇ ଅଙ୍କଲ୍ସ ନେମ୍ ଇଜ ସୁରେନ୍ଦ୍ର କୁଣ୍ଡୁ। ମୋ ଦାଦା ବା ମାମୁଁ ତ ରହନ୍ତିନି ପରିବାରରେ, ଦାଦା ରହନ୍ତି। ଅଙ୍କଲ୍ସ ନେମ୍ ଇଜ, ତମ ଅଙ୍କଲଙ୍କ ନାଁ ଲେଖିଦେବ। ହି ଇଜ ଏ ବିଜନେସ ମ୍ୟାନ। ମୁଁ ଏଠି ଲେଖିଛି ସେ ଜଣେ ବିଜନେସ ମ୍ୟାନ। ମାଇ ତମେ ଫାର୍ମର ଲେଖିପାରିବ, ବିଜନେସ ମ୍ୟାନ ଲେଖିପାରିବ। ମାଇ ଅଣ୍ଟସ୍ ନେମ୍ ଇଜ ମିସେସ୍ ଶାନ୍ତିଲତା କୁଣ୍ଡୁ। ତମ ଖୁଡିଙ୍କ ନାଁ ଲେଖିପାରିବ। ସି ଇଜ ଏ ହାଉସୱାଇଫ। ଏଠି ମୁଁ ଲେଖିଛି ସେ ଜଣେ ଗୃହିଣୀ। ହାଉସୱାଇଫ ମାନେ ଗୃହିଣୀ। ଆଇ ହାଭ 3 sisters। ମୋର 3ଟି ଭଉଣୀ ଅଛନ୍ତି। ଦେ ଆର୍ ଏଲ୍ଡର ଟୁ ମି। ସେମାନେ ସବୁ ମୋ ଠାରୁ ବଡ଼। ତମେ ସାନ ହେଲେ ୟଙ୍ଗର ଲେଖିପାରିବ। ଏଲ୍ଡର ଜାଗାରେ କଣ ଲେଖିପାରିବ? ୟଙ୍ଗର ଟୁ ମି। ହେଲା। ତମେ ବଡ଼ ହଉଛି ଏଲ୍ଡର, ୟଙ୍ଗର ହଉଛି ସାନ। ଦେ ଆର୍ ଏଲ୍ଡର ଟୁ ମି। ମୋ ଠାରୁ ସେମାନେ ବଡ଼। ୱି ଅଲ୍ ଲିଭ୍ ଟୁଗେଦର। ଆମେ ସମସ୍ତେ ଏକାଠି ବାସ କରୁ। ୱି ସେୟାର ଆୱାର ଜୟ ଆଣ୍ଡ ସରୋ। ଜୟ ଅର୍ଥ ଆନନ୍ଦ, ସରୋ ଅର୍ଥ ଦୁଃଖ। ତ ଆମେ ଆମର ଦୁଃଖ ଆଉ ଆନନ୍ଦକୁ ସବୁ ଏକାଠି ସେୟାର କରୁ, ଭାଗ କରୁ। ୱି ସଲ୍ଭ ଆୱାର ପ୍ରୋବ୍ଲେମ୍ସ ଟୁଗେଦର। ଆମେ ଆମର ପ୍ରୋବ୍ଲେମକୁ ଆମେ ଏକାଠି, ପ୍ରୋବ୍ଲେମ ମାନେ ଅସୁବିଧା ଯାହା ଆସେ ଏକାଠି ସମାଧାନ କରୁ। ସଲ୍ଭ ଅର୍ଥ ସମାଧାନ କରିବା। ୱି ସେଲିବ୍ରେଟ ଅଲ୍ ଦ ଫେଷ୍ଟିଭାଲ୍ସ। ସେଲିବ୍ରେଟ ଅର୍ଥ ପାଳନ କରୁ। ଅଲ୍ ଦ ଫେଷ୍ଟିଭାଲ, ସବୁ ପ୍ରକାର ପର୍ବପର୍ବାଣି ଟୁଗେଦର, ଏକାଠି। ଆମେ ସମସ୍ତେ ମିଶିକିରି ଏକାଠି ପର୍ବପର୍ବାଣି ପାଳନ କରୁ।
आवर एल्डर्स गाइड अस आमर वयस्क लोक माने एल्डर्स तो जते वयस्क लोक आमर अछंती हम सब हमको गाइड करते परिचालना करते वी रेस्पेक्ट देम आम से सम्मान दो छोट हेले गोटे वाक्य वी रेस्पेक्ट देम सब्जेक्ट घर प्रोनाउन ऑब्जेक्ट वी रेस्पेक्ट देम आई एम प्राउड ऑफ माय फैमिली मु मो परिवार पे गर्वित यही भाव में एसएटी माय फैमिली विषय 15 वाक्य लिखिपारे तेणु आशा करुँच समस्त लाइक शेयर सब्सक्राइब आ कमेंट्स दिंतु रवींद्र एजुकेशन सहित जड़ित रुहतु रवींद्र एजुकेशन सर्च कर इंग्लीश विभाग जातु प्ले लिस्ट एसए पाइबे इंग्लीश विभाग में तेणु भावी प्रति सोमवार दिन एसए पकेगा गत सोमवार दिन पड़ता है ये सोमवार दिन आप आज देखिपारे थैंक यू जय जगन्नाथ।